ପିଲାମାନେ ଚାଲ ଆଜି ଆମେ ଗୋଟିଏ ଗପ ଦେଖିବା। ଗୋଟିଏ ଠେକୁଆ ଆଉ ଗୋଟିଏ କଇଁଛର ଗପ। କେମିତି ସେମାନେ ଦୁଇ ଜଣ ମିଶି ଜଙ୍ଗଲରେ ରହୁଥିଲେ ଆଉ ନିଜ ଭିତରେ ଗୋଟେ ରେସ୍ କଲେ, କିଏ ଜିତିଲା ଆଉ କିଏ ହାରିଲା, ଏ ସବୁ ବିଷୟରେ ଆଜି ଆମେ ଜାଣିବା। ଗୋଟେ କଇଁଛ ଆଉ ଗୋଟେ ଠେକୁଆ କଥା। କଇଁଛଟି କ'ଣ ଧୀରେ ଧୀରେ ଯାଏ, ଠେକୁଆଟି ଜୋର ଜୋର ଯାଏ। କିନ୍ତୁ ଦେଖିବା ଶେଷରେ କିଏ ଜିତୁଛି, ଗୋଟିଏ ଠେକୁଆ ଜିତୁଛି ନା ଗୋଟିଏ କଇଁଛ ଜିତୁଛି। ତମାନେ ପିଲାମାନେ ଏଇ ଗପଟା ଦେଖିବାକୁ ଇଚ୍ଛା କରୁଛ ତ? ଆମେ ଏଇଠାରେ ଦେଖିଦେବା ହେଲା। ଗୋଟିଏ ଜଙ୍ଗଲରେ କଇଁଛଟିଏ ବହୁତ ଖୁସିରେ କଇଁଛ ଶୋଇବା ସମୟରେ ଗୋଟିଏ ଠେକୁଆ ତାକୁ ବହୁତ ହଇରାଣ କରେ। ଠିକ ଅଛି, ମୁଁ ତୁମର ହଇରାଣ ଦେଖ ପିଲାମାନେ ଠେକୁଆ ଆଉ କଇଁଛ ଗପ ଦେଖିବା। ଦେଖ ଭଲକି ଦେଖ ଠେକୁଆ କ'ଣ କହୁଛି ଶୁଣ। ତୁମକୁ ମୋ ସହିତ ଦୌଡ଼ ପ୍ରତିଯୋଗିତା କରି ମୋ ଠାରୁ ଜିତିବାକୁ ପଡ଼ିବ। ମୁଁ ତୁମ ସହିତ ପ୍ରତିଯୋଗିତା କରିବାକୁ ଚାହୁଁଛି। ଟିକେ ଆସିଲେ ଟିକେ ଧରିବେ 2 ମିନିଟ୍, ମୁଁ ଖାଲି ଠିଆ ହେଇଯିବି ସେ ଆଗରେ। ଏବେ ତୁମେ କ'ଣ କରିବ? ତାହେଲେ ମୁଁ ଜଙ୍ଗଲକୁ ଛାଡ଼ି ସବୁଦିନ ପାଇଁ ଅନ୍ୟ ଜଙ୍ଗଲକୁ ଯାଉ। ଆଉ ଯଦି ତୁମକୁ ଡାକୁଛି, ତୁମେ ଏହି ପ୍ରତିଯୋଗିତାରେ ମୋତେ ହରାଇ ପାରିବ। ହଉ, ଯଦି ମୁଁ ହାରିଯାଏ ତାହେଲେ ମୁଁ ସବୁଦିନ ପାଇଁ ଏଇ ଜଙ୍ଗଲ ଛାଡ଼ି ଅନ୍ୟ ଜଙ୍ଗଲକୁ ଚାଲିଯିବି। ତା ପରଦିନ ସକାଳୁ ଓ କଇଁଛ ନଦୀ କୂଳରେ ଯାଇ ପହଞ୍ଚିବ। କଇଁଛ ଭାଇ ଆଗରେ ଯେଉଁ ତାଳ ଗଛ ଦେଖାଯାଉଛି ସେହି ତାଳ କଇଁଛଟି ଠେକୁଆ ଏଇ କଥା ଶୁଣି ଠେକୁଆ କଥାରେ ଡାକିଲା। ତାପରେ ନଦୀ କୂଳରୁ ଦୌଡ଼ା ପ୍ରତିଯୋଗିତା ଆରମ୍ଭ ହେଲା। ଠେକୁଆଟି ଖୁବ୍ ଜୋରରେ ଦୌଡ଼ିବା ଆରମ୍ଭ କଲା। ଧୀରେ ଧୀରେ ଚାଲୁଥାଏ। ଠେକୁଆ କିଛି ଦୂର ଦୌଡ଼ିବା ପରେ ପଛକୁ ଦେଖିଲା। କଇଁଛଟି ତାଠାରୁ ବହୁତ ପଛରେ ଅଛି। ତାପରେ ଠେକୁଆ ମନେ ମନେ ଚିନ୍ତା କଲା, କଇଁଛଟି ବହୁତ ପଛରେ ଅଛି ଆଉ ତାଳ ଗଛଟି ଅଳ୍ପ ଦୂରରେ ଅଛି। ମୁଁ ଯାଉଛି ଗଛ ମୂଳରେ ଟିକେ ବିଶ୍ରାମ ନେବି। ତାପରେ ଏକା ଦୌଡ଼ରେ ତାଳ ଗଛ ପାଖରେ ପହଞ୍ଚିଯିବି। ମନ ଦେଇ ଶୁଣ, ତାପରେ କ୍ୱେଶ୍ଚିନ୍ ପଚରାଯିବ। ବିଶ୍ରାମ ନେବା ସମୟରେ ତାକୁ ନିଦ ଲାଗିଲା ଓ ସେ ସେଇଠାରେ ଶୋଇ ପଡ଼ିଲା। କଇଁଛ ଧୀରେ ଧୀରେ ଚାଲୁଥାଏ। କିଛି ସମୟ ପରେ ଠେକୁଆର ନିଦ ଭାଙ୍ଗିଲା। ନିଦ ଭାଙ୍ଗିଲା ବେଳକୁ ଦେଖିଲା କଇଁଛଟି ତାଳ ଗଛର ପାଖାପାଖିରେ ପହଞ୍ଚିଲାଣି। ତାପରେ ଠେକୁଆଟି ଉଠି ଘରପର ହୋଇ ଦୌଡ଼ିଲା। ଠେକୁଆ ଗଛ ମୂଳରେ ପହଞ୍ଚିଲା ବେଳକୁ କଇଁଛ ଆଗରୁ ସେଇ ଗଛ ମୂଳରେ ପହଞ୍ଚି। କଇଁଛ ଜିତିଲା ଓ ଠେକୁଆଟି ହାରିଲା। ତାପରେ ଠେକୁଆଟି କଇଁଛର କଥା ଅନୁସାରେ ସେଇ ଜଙ୍ଗଲଟିକୁ ଛାଡ଼ି ଅନ୍ୟ ଜଙ୍ଗଲକୁ ଚାଲିଗଲା। ଜିତିଗଲା ହେଲା। ଏଥର ଆମେ